ମାସ ଅନୁସାରେ ଜନ୍ମିତ ବ୍ୟକ୍ତିର ଲକ୍ଷଣ। ଆସନ୍ତୁ ଜାଣିବା ସାଙ୍ଗମାନେ। ବୈଶାଖ ମାସରେ ଜନ୍ମ ହେଲେ ବିନୀତ, ସଦ୍ଗୁଣଶାଳୀ, ଧାର୍ମିକ, ଦେବାଦେବୀ ପୂଜକ, ସୁନ୍ଦର ଭାଷୀ, ଧନବାନ ଓ ଜନପ୍ରିୟ ହୋଇଥାଏ। ଜ୍ୟେଷ୍ଠ ମାସରେ ଜନ୍ମ ହେଲେ ପ୍ରବାସୀ, ବୁଦ୍ଧିମାନ, ସୁପଣ୍ଡିତ, ଧାର୍ମିକ, କ୍ଷମାବାନ ଓ ଦେବୋତ୍ତର ଭକ୍ତ ହୋଇଥାଏ। ଆଷାଢ଼ ମାସରେ ଜନ୍ମ ହେବା ବ୍ୟକ୍ତି ଧାର୍ମିକ, ସନ୍ନ୍ୟାସୀ, ଜ୍ଞାନବନ୍ତ, ପରିଶ୍ରମୀ, ବହୁବ୍ୟୟୀ, ମନ୍ଦାଗ୍ନି ପୀଡ଼ିତ ହୋଇଥାଏ। ଶ୍ରାବଣ ମାସରେ ଜନ୍ମିତ ବ୍ୟକ୍ତି ସଜ୍ଜନ ପ୍ରତିପାଳନ, ଧନବନ୍ତ, ଆଳପୀ, ସୁନ୍ଦର, ଲୋକପ୍ରିୟ, ଉପଦେଷ୍ଟା, ବ୍ୟବସାୟୀ ଓ ବହୁ ଉପଦେଷ୍ଟା ହୋଇଥାଏ। ଭାଦ୍ରବ ମାସରେ ଜନ୍ମିତ ବ୍ୟକ୍ତି ଶତ୍ରୁ ଦମନକାରୀ, ଧୀର, ପରିଶ୍ରମୀ, ନାରୀପ୍ରିୟ, କପଟୀ ଏବଂ ସବୁବେଳେ ହାସ୍ୟମୟ ହୋଇଥାଏ। ଆଶ୍ୱିନ ମାସରେ ଜନ୍ମ ହେଲେ ଭ୍ରମଣଶୀଳ, ନୃତ୍ୟ ଗୀତରେ ପାରଙ୍ଗମ, ଅଭିମାନୀ, ଧାର୍ମିକ, ଲକ୍ଷ୍ମଣାବନ୍ତ, ପରିଶ୍ରମୀ, ଦୈବଭକ୍ତି, ସୁପ୍ରେମୀ ହୋଇଥାଏ। କାର୍ତ୍ତିକ ମାସରେ ଜନ୍ମ ହେଲେ ଯୁଦ୍ଧ ବିଶାରଦ, ବ୍ୟବସାୟୀ, ପୁଣ୍ୟବନ୍ତ, ଧନାକୃଷ୍ଟ, ବହୁଭାଷୀ, ସର୍ବଜନପ୍ରିୟ ଏବଂ ଦାନୀ ହୋଇଥାଏ। ମାର୍ଗଶିର ମାସରେ ଜନ୍ମ ହେଲେ ସର୍ବଦା ପ୍ରବାସୀ, ଧାର୍ମିକ, ପରୋପକାରୀ, ଭ୍ରମଣଶୀଳ, ବ୍ୟବସାୟୀ, ବହୁ ଯଶକାରୀ ଏବଂ ପରସ୍ତ୍ରୀଗାମୀ ହୋଇଥାଏ। ପୌଷ ମାସରେ ଜନ୍ମ ହେଲେ ଶିକ୍ଷକ, ସୁପଣ୍ଡିତ, ଦାନୀ, ପିତୃମାତୃଭକ୍ତ, ଧନହୀନ ଏବଂ ମନ୍ତ୍ରତନ୍ତ୍ରବିଦ୍ ହୋଇଥାଏ। ମାଘ ମାସରେ ଜନ୍ମ ହେଲେ ଦାନୀ, ଅତିଥିପରାୟଣ, ପଣ୍ଡିତ, ବହୁ କୁଟୁମ୍ବବନ୍ତ, ଦେବଭକ୍ତ ଏବଂ ପ୍ରିୟଭାଷୀ ହୋଇଥାଏ। ଫାଲ୍ଗୁନ ମାସରେ ଜନ୍ମ ହେଲେ ଦାନୀ, ଅତିଥିପରାୟଣ, ପଣ୍ଡିତ, ବହୁ କୁଟୁମ୍ବବନ୍ତ, ଦେବଭକ୍ତ ଓ ପ୍ରିୟଭାଷୀ ହୋଇଥାଏ। ଚୈତ୍ର ମାସରେ ଜନ୍ମ ହେଲେ ଧୀର ଏବଂ ନମ୍ର ଭାବଯୁକ୍ତ, କପଟୀ, କାମୁକ, କର୍ମକୁଶଳୀ, ମଧୁର ବଚନ ଏବଂ ଧନବାନ ହୋଇଥାଏ। ତ ସାଙ୍ଗମାନେ ଜାଣିଲେ କେଉଁ ମାସରେ ବ୍ୟକ୍ତି ଜନ୍ମ ହେଲେ ତା'ର ଲକ୍ଷଣ, ତା'ର ଗୁଣ ଗୁଡ଼ିକ କେମିତି ହେବ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।